ଗ୍ରାମର ଅପରେସନ ସିନ୍ଦୁର ନିହାତି ଆମ ଦେଶର ସ୍ୱାଭିମାନ ପାଇଁ ଆବଶ୍ୟକ, ଅତ୍ୟନ୍ତ ଆବଶ୍ୟକ। ଏବଂ ଆମର ଯେଉଁ ମା ମାନେ ଅକାଳରେ ତାଙ୍କର ନିଜର ମଥାର ସିନ୍ଦୁର ଆତଙ୍କବାଦୀ ମାନଙ୍କ ଦ୍ୱାରା ଭୁଲ ଲୁଣ୍ଠିତ ହେଲା, ତାଙ୍କ ସ୍ୱାମୀ ହଉ କି ପୁଅ ହଉ ସବୁ ମରିଗଲେ, ମାନେ ଅତ୍ୟନ୍ତ ଦୁଃଖପୂର୍ଣ୍ଣ। ସେଟା ତ ଭାଷା ନେଇ ପ୍ରକାଶ କରିବା ପାଇଁ। ଆଉ ତାକୁ ସେଇ ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ବର୍ତ୍ତମାନ ଯେଉଁ ବ୍ୟବସ୍ଥା ଏଠି ଆମର ଜିଲ୍ଲା ପ୍ରଶାସନ, ବିଶେଷ କରି ମାନ୍ୟବର ଏସପି ମହୋଦୟ এবং মাননীয় জেলাপাল মহোদয় তাଙ୍କ তরফରୁ এটি গ্রহণ କରାଯାଇଛି। এবং এটি পুলিশ বাহিনী পৌঁছিকি আর্মড ফোর্সেস পৌঁছিকি মেরাইন থানা এবং অন্যান্য অঞ্চলକୁ ସେମାନେ পেট্ରୋଲିଂ କରୁଛନ୍ତି এবং তার ঠিক তদারଖ କରୁଛନ୍ତି। କାହିଁକିନା ଏଠି ଦେବୀ ମାଉତରେ ଅଛି, ଦେବୀ ମାଉତରେ କିଛି ସନ୍ତ୍ରାସବାଦୀ ହୁଅନ୍ତୁ, କିଛି ଶତ୍ରୁପକ୍ଷ ଦେଶ ପଶି ଆସିବାର ସମ୍ଭାବନା ତେଣୁ ତାକୁ ପ୍ରତିହତ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ସ୍ୱାଗତଯୋଗ୍ୟ ପଦକ୍ଷେପ। পহলগ্রাম আতঙ্কবাদী আক্রমণ পরে ভারত পাকিস্তান এক প্রকার যুদ্ধ আরম্ভ হয়ে যাইছি। অপরেশন সিন্দুর আরম্ভ হয়ে যাইଥିବା বেলে উপকূলকু সুরক্ষা দেবা পাই সশস্ত্র বাহিনী মধ্য প্রস্তুত হয়ে যাইছন্তি। ये दृश्य ହେଉଛି ଅସ୍ତରଙ୍ଗ ନୂଆଗଡ଼ ସାମୁଦ୍ରିକ ଥାନା ଅଞ୍ଚଳର ଦୃଶ୍ୟ। ସମ୍ପୂର୍ଣ୍ଣ ଭାବରେ ଉପକୂଳକୁ ସୁରକ୍ଷା ଦେବା ପାଇଁ ଏସପିଙ୍କ ନିର୍ଦ୍ଦେଶ କ୍ରମେ, ଯାହାଫଳରେ ଗୋଟେ ସେକ୍ସନ ବନ୍ଧୁକଧାରୀ ପୋଲିସ ଫୋର୍ସ ସହିତ ସମ୍ପୂର୍ଣ୍ଣ ଭାବରେ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି, ଯାହାକୁ ନେଇକି 24 ଘଣ୍ଟିଆ ବର୍ତ୍ତମାନ ପହରା ଦେଉଛନ୍ତି ଉପକୂଳବର୍ତ୍ତୀ ଅଞ୍ଚଳରେ ପୋଲିସ ସହିତ ସଶସ୍ତ୍ର ବାହିନୀ ମାନେ। ପୁରୀ ଅସ୍ତରଙ୍ଗରୁ ପ୍ରକାଶ କୁମାର ବେହେରା, ଓଡ଼ିଶା ଭାସ୍କର।